ଅନେକ ଅସତ୍ୟ ଉପାୟରେ ସେ ବହୁତ ଧନ ଇକଠା କରିଥିଲେ। ସେ ମାତ୍ର ହେଇପାରେ ତ ସେ ଶୁଣି ଯୀଶୁ ବୋଲିକି ଜଣେ ଅଛନ୍ତି, ସେ ଅତି ଚମତ୍କାର କରୁଛନ୍ତି, ରୋଗୀ ମାନଙ୍କୁ ସୁସ୍ଥ କରୁଛନ୍ତି, ଅନ୍ଧ ମାନଙ୍କୁ ଦୃଷ୍ଟି ଦଉଛନ୍ତି, ପଙ୍ଗୁ ମାନଙ୍କୁ ଚାଲିବାର ଶକ୍ତି ଦଉଛନ୍ତି, ମୃତକ ମାନଙ୍କୁ ଜୀବିତ ଶୁଣିଥିବ। ଆଉ ତାଙ୍କ ହୃଦୟରେ ସେ କିଭଳି ମନୁଷ୍ୟ ଅଟନ୍ତି ଯେ ତାଙ୍କ କହିବା ମାତ୍ରେ, ତାଙ୍କ ସ୍ପର୍ଶ ମାତ୍ରେ, ତାଙ୍କ ମାନେ ରୋଗୀ ମାନଙ୍କୁ, ଅଶୁଚି ଆତ୍ମା ମାନଙ୍କୁ ସେ କଣ କରିଦଉଛନ୍ତି, ସୁସ୍ଥତା ଦଉଛନ୍ତି, ସେଇ ଅଶୁଚି ଆତ୍ମା ମାନଙ୍କଠୁ ଛୁଟକରା ଦଉଛନ୍ତି। ଏଇ ସବୁ ବିଷୟ ଯେତେବେଳେ ସେ ଲୋକମାନଙ୍କ ପାଖରୁ ଶୁଣିଥିବ, ତା ହୃଦୟରେ ନିଶ୍ଚିତ ଭାବରେ ସେ କିଭଳି ମନୁଷ୍ୟ ଅଟନ୍ତି ତା ଦେଖିବାର ଇଚ୍ଛା ସେ କଣ ହେଇଛି, ତା ହୃଦୟ ଅଛି। ଫାର୍ଷ୍ଟ ତା ହୃଦୟ ତା ହୃଦୟରେ ଉତ୍ପନ୍ନ ହେଇଛି। ଆଉ ସେ ଡିଜାୟାର ଟା କଣ କରିଛି, ସେ ଯୋଉ ମାର୍ଗ ଦେଇକି ଯୀଶୁ ଯାଉଛନ୍ତି ସେଠି ସେ ଗୁଲର ଗଛ ଯେହେତୁ ସେ ଆମେ ଥିଲା, ଆଉ ବାଙ୍ଗର କାରଣରୁ ସେ ତ ଭିଡ ମଧ୍ୟରେ ସେ ପ୍ରଭୁ ଯୀଶୁଙ୍କୁ ଦେଖି ପାରିବନି, ସେଥିପାଇଁ ସେ ନିଜର ବୁଦ୍ଧି ଆପ୍ଲାଇ କରିକି ସେ କଣ, ଯୋଉ ମାର୍ଗ ଦେଇକି ପ୍ରଭୁ ଯୀଶୁ ଯିବେ ସେଇ ମାର୍ଗରେ ଥିବା ଗୋଟେ ଗୁଲର ଗଛ ଉପରେ କଣ ହେଇଯାଇଛି, ସେ ଚଢି ଯାଇଛି। ଆଉ ମୁଁ ଉପରୁ ଦେଖିବି କିଭଳି ପ୍ରଭୁ ଯୀଶୁ ଦେଖାଯାଆନ୍ତି, କିଭଳି ମାନେ ତାଙ୍କୁ ଦେଖିବାର ଗୋଟେ ଇଚ୍ଛା, ଲାଳସା ତାଙ୍କ ହୃଦୟରେ ସେ କଣ ହେଇଛି, ଜନ୍ମ ହେଇଛି। ଆଉ ସେ କଣ କରିଛି, ଜକେଇ ସେ ଗୁଲର ଗଛରେ ଚଢିଛି। ଆଉ ମାତ୍ର ପ୍ରଭୁ ଯୀଶୁ ତାକୁ କେବେ ଜକେଇ ସାଙ୍ଗରେ ନା ମିଶିଛନ୍ତି, ନା ତା ବିଷୟରେ ଜାଣିଛନ୍ତି, ନା କିଛି ନାହିଁ। ମାତ୍ର ଯେତେବେଳେ ପ୍ରଭୁ ଯୀଶୁ ସେଇ ରାସ୍ତା ଦେଇକି ଯାଆନ୍ତି, ସେ ଜାଣିପାରିଲେ ଜକେଇ ମତେ ଉପରୁ ଦେଖ। ଆଉ କଣ କହିଲେ, ସାଙ୍ଗେ जक्कई को कौन कहली, जक्कई तो नीचे झट उतरा, आज मैं तेरे घर जाऊंगा और तेरे घर में भोजन करूंगा बोल के प्रभु जीशु कौन करुचंती, जक्कई को कहउचंती। एटा हैला फर्स्ट डे डिजायर, गोटे प्रभु जीशु को देखिबार तार जो इच्छा थिला। आज कौन आम हृदय रे प्रभु जीशु को देखिबार आमर केते इच्छा अछि। जस्ट इमेजिन करंतु, गोटे नुआ नुआ जो पुआ झियो माने जेते बळे आकर्षण बा प्रेम उत्पन्न हुए, से माने 24 घंटा से माने कौन कौन करूछ, कौन खाउछ, कौन करूछ, खाइलो ना नाई, कौन खाइलो, इवन गोटे गोटे जिनिस से माने कौन करिथान्ते, पचारि थान्ते। अधिकरु अधिक समय कौन एक दूसरे संगरे मोबाइल माध्यम रे हो बा कौन गोटे सिम वन बाय वन गेट टू वाला सिम ये करिकी से माने कौन सेई सिम रे केवल से माने ही कथा करि पारिबे, एमिति से माने कौन प्लान करिकी मोबाइल रे कौन कथा करंती, जहा द्वारा से माने कौन निज संपर्क को सुदृढ़ करी निज को देखी कि हमें प्रभु जी को जो कि तांको चिहिबार तांको आहुरे जाई जीसु मो प्रति कोन भाबंती ताकर कार्यकलाप करी आमे से प्रभु जीसु को जाइबा पे आमे करूछि। काहेकि आमे जणको प्रति जेते अधिक आमे जानिबो तार सहित हमर संपर्क सेते निबिड़ हेबो। आमे आज कौन प्रभु जीशु को विषय आम चिंता भावना ना, आमे मोबाइल रे आज कौन देखिलो, आज कौन रोसई करी, आज कौन ड्रेस ऑनलाइन रे कोटा 50% दउछि डिस्काउंट, सेई गुडा भितर आम मनटा आज बुड़ी रहिछि। डिजायर आम हृदय भितर प्रभु जीशु को पूरी ठीक लवर जने पिला माने जने पुरुष माने बॉय एंड गर्ल जेमती लव रे पड़िले गोटे गोटे मोमेंट रो एक दूसरे का कौन करंती खबर देउथांती। ता द्वारा से माने कौन से कौन भाबुची, कौन कौन ताको पसंद कौन ना पसंद, से विषय रे से माने कौन आहुरी अधिक जानिबा को पारि थांती परस्पर ये प्रति। आज आम हृदय को पाखरे अछि।
ପ୍ରଭୁଙ୍କର ବାକ୍ୟ ପ୍ରତି ଆମେ କେତେ ମନୋଯୋଗ୍ୟ, ପ୍ରଭୁ କଣ ଚାହାନ୍ତି ମୋ ପାଖରୁ, ପ୍ରଭୁଙ୍କର ଇଚ୍ଛା କଣ ଅଟେ, ଆମେ କେବେ ଜାଣିବାକୁ ଇଚ୍ଛା କରୁଛୁ କି ନିଜ ଜୀବନରୁ? ଏଇଟା ହେଲା ଫର୍ଷ୍ଟ ଡିଜାୟାର। ଆମକୁ ଆଜି ଜାଣିବାର ଅଛି ପ୍ରଭୁ ମୋ ଦ୍ଵାରା କଣ ଚାହାନ୍ତି, ପ୍ରଭୁ ମୋ ଦ୍ଵାରା କଣ ଚାହାନ୍ତି, ପ୍ରଭୁଙ୍କର ଇଚ୍ଛା କଣ ଅଟେ, ପ୍ରଭୁ ମତେ କଣ କହିବାକୁ ଚାହୁଁଛନ୍ତି। ଆମର ମନଟା ସେଇଠି ଲାଗି ରହିବାର ଅଛି। କୋଉଠି? ବାକ୍ୟ ପ୍ରତି, ଯଦ୍ୱାରା କି ଆମେ ପ୍ରଭୁ ଯୀଶୁଙ୍କୁ ଆହୁରି ନିକଟତର ହେଇକି ଆହୁରି କ୍ଲୋଜଲି ଆମେ ଜାଣିପାରିବୁ। ଏଇ ଡିଜାୟାରଟା ଆମ ହୃଦୟରେ ଆସିବାର ଅଛି। ହାଲେଲୁୟା। ସେକେଣ୍ଡ ଡିଟା ଥିଲା ଡିସିଜନ। ଆମେ ପ୍ରଭୁଙ୍କ ପାଇଁ କଣ କରିପାରିବା? ଯେତେବେଳେ ଯୀଶୁ ଜକେଇର ଘରକୁ ଗଲେ, ସେ ଗୋଟେ ନିର୍ଣ୍ଣୟ ନେଲା କି ମୁଁ ଯେତେ ଲୋକଙ୍କ ଠାରୁ ଠଗିଛି ତାଙ୍କର 4% ଅଧିକ ମୁଁ କଣ କରିବି, ତାଙ୍କୁ ଯାହା ବି ଗୋଳମାଳ କରିଛି ମାନେ ସେ ନିଜକୁ ଚିହ୍ନି ପାରିଲା। ଆଉ ସେଇ ସମୟରେ ସେ ଫେରେଇଦେବି, ମୁଁ ଫେରେଇବି ବୋଲିକି ସେ ସମୟକୁ ପୋଷ୍ଟପୋନ କଲାନି। ଯେତେବେଳେ ପ୍ରଭୁ ଯୀଶୁ ତା ଘରେ ଗଲେ, ସେ ସାଙ୍ଗେ ସାଙ୍ଗ ସେହି ମୁହୂର୍ତ୍ତରେ ସେ ଡିସିଜନ ନେଇଛି, ଡିସାଇଡ କରିଛି କି ମୁଁ ଯାହା ଅସତ୍ୟରେ ମୁଁ ଇନକମ କରିଥିଲି, ଯାହା ଯାହା ପାଖରୁ ମୁଁ ଅସତ୍ୟରୁ ଟଙ୍କା ଆଦାୟ କରିଥିଲି, ସମସ୍ତଙ୍କୁ ମୁଁ 4 ଗୁଣା ଫେରେଇ ଦେବି ବୋଲିକି ସେ ଡିସାଇଡ କଲା। ଆଜି ଆମେ ପ୍ରଭୁଙ୍କ ବିଷୟରେ ତ ଶୁଣୁଛୁ, ମାତ୍ର ଆଜି ଆମ ଡିସିଜନ କଣ ଅଛି? ପ୍ରଭୁଙ୍କ ପଛରେ ମୁଁ ଚାଲିବି, ହଁ ଆଜି ତ ଶୁଣିକି ଆସିଲି ବାକ୍ୟ, ହଉ 2 ଦିନ ପରେ ମୁଁ ସେଇ ବାକ୍ୟ ପ୍ରତି ମୁଁ କାର୍ଯ୍ୟ କରିବି, ବା ଯାହା ଶୁଣି ଆସିଲି ସେଇ ଅନୁସାରେ ମୁଁ ଜୀବନକୁ କ୍ଷେପଣ କରିବି ବୋଲିକି, ହଉ କିଛି ଦିନ ପରେ ଆଜି ତ ଆଉ ଟିକେ ମୋବାଇଲ ଦେଖିନିଏ, ଆଉ ଟିକେ ଇନଷ୍ଟାଗ୍ରାମ ହ୍ୱାଟ୍ସଆପ ରେ ଟିକେ ମୁଁ ସମୟ ଇଏ କରେ, କାଲିଠୁ ମୁଁ କରିବି। ନାହିଁ ପ୍ରିୟ ମାନେ, ଆଜି ମାନେ ଆଜିର କାମ ମାନେ ଆଜି ଠାରୁ ହିଁ ଆରମ୍ଭ, ବର୍ତ୍ତମାନ ଠାରୁ ହିଁ ଆରମ୍ଭ। କଲ करे ସୋ ଆଜ କର, ଆଜ करे ସୋ ଅବ କର। ମୁଁ କହୁଛି ସିନା, ମାତ୍ର ମୁଁ ଯେତେବେଳେ ଇଏରୁ ଆସିଲି 2 ଦିନ ହେଲା, ଆସିଲା ପରେ ବେଡରେ ଲେଟିଲା ପରେ ନିଦ ତ ବହୁତ ଟାୟାର୍ଡ ହେଇଛି, ମାତ୍ର ମୁଁ କଣ କଣ ସବୁ ପ୍ରଭୁ ମୁଁ ଆଜି ଶୁଣିଲି, ମୁଁ ସେଇଗୁଡ଼ା ମାନେ କଣ ଥିଲି, ଏ ବିଷୟରେ ମୁଁ ଶୁଣିଲି, ବିଷୟରେ ମୁଁ ଇଏ କଲି, ତାପରେ ମତେ ଶୁଣିଲି ତ, ମାତ୍ର ମତେ ଏଇଗୁଡା କରିବାରେ ମତେ ସାହାଯ୍ୟ କର, ତମର ପବିତ୍ର ଆତ୍ମା ଦ୍ଵାରା ମତେ ସାହାଯ୍ୟ କର। ମୁଁ ଶୁଣିକି ଖାଲି ଏମିତି ଚାଲିଯିବା ବାଲା ମୁଁ ହେବି ନାହିଁ ପ୍ରଭୁ। ମୁଁ ସେଇ ଜିନିଷଟା ବେଦରେ ଲେଟିକି ମୁଁ ଶୁଣିବି, ମୋ ପାଇଁ କଣ ସନ୍ଦେଶ ଥିଲା। ଏଇ ଦୁର୍ବଳ ମାତ୍ର ମୁଁ କରିପାରେ ନାହିଁ। ମୁଁ ସେଇଦିନ କେତେ କାନ୍ଦିଛି, ପ୍ରଭୁ ମୁଁ ଏମିତି କରିବାକୁ ଚାହେଁ ମାତ୍ର ଏମିତି ହେଇଯାଏ, ଆଉ ଯୋଉଟା ଚାହେଁ ମୁଁ ସେଇଟା କରିପାରେନି ସତରେ, ଆଉ ମୁଁ ଯୋଉଟା ଚାହେଁ ନାହିଁ ମାନେ ସେଇଟା ହିଁ ହେଇଯାଏ। ପ୍ରଭୁ ମତେ ସାହାଯ୍ୟ କର। ପାଉଲ ଯେମିତି କହନ୍ତି, ମୁଁ ଯୋଉଟା କରିବା ଚାହେଁନି ସେଇଟା ମୋ ଦ୍ଵାରା ହେଇଯାଏ। ମୋ କ୍ଷେତ୍ରରେ ମଧ୍ୟ ସେମିତି ହିଁ ହୋଇଥାଏ। ଆଉ ମୁଁ ସେଇ ମୋ ଦୁର୍ବଳତା ଗୁଡାକୁ ପ୍ରଭୁ ତମେ କାଢି ଦିଅ, ମତେ ଏଇ ଦୁର୍ବଳତାରୁ ଛୁଟକାରା ଦିଅ ବୋଲିକି ମୁଁ ବେଡରେ ଲେଟିକି ହିଁ ପ୍ରାର୍ଥନା କରୁଛି। ସତରେ ଏଇ ବିଷୟରେ ମଧ୍ୟ ଆମକୁ ମାନେ ଜକେଇର ଦୁର୍ବଳତା କଣ, ସେ ଆହୁରି ଅଧିକ ଇଆଡୁ ସିଆଡୁ ଗୋଳମାଲ ଅସତ୍ୟ ଜୀବନ ଥିଲା ତାର, ମାତ୍ର ଯେତେବେଳେ ପ୍ରଭୁ ତା ଜୀବନରେ ଆସିଲେ, ସେ କଣ କଲା, ସବୁ ଅସତ୍ୟକୁ ସେ କଣ କରିଦେଲା, ଛାଡିଦେଲା। ଆଉ ଗୋଟେ ଡିସିଜନ ନେଲା କି ନାଇଁ, ମୁଁ ଆଜିଠୁ ସେ ଅସତ୍ୟ ବିଷୟକୁ ଯା ଛାଡିଦେବି, ଆଉ ପ୍ରଭୁଙ୍କ ସତ୍ୟ ଭାବରେ ଜୀବନ କାଟିବି। ଆଜି ଆମେ ମାନେ ମଧ୍ୟ ଶୁଣୁଛୁ, ମାତ୍ର
ସେଇଟାକୁ ଆମକୁ ଡିସାଇଡ କରିବାର ଅଛି। ଡିସାଇଡ ଆମେ ଯେତେବେଳେ କରିବୁ ନାଇଁ ପ୍ରଭୁ ମୁଁ ଆଜିଠୁ ମିଛ କହିବିନି, କ୍ରୋଧ କରିବିନି, ଈର୍ଷା କରିବିନି, ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ। ଏଇଟା ଖାଲି କହୁଥିଲି ଆମେ ମାତ୍ର ଯୋଉ ପରିତ୍ରାଣର ଯୋଉ ଷ୍ଟେପ ଇଏଟାକୁ ଆମକୁ ସେଇଟା ପ୍ରୋସେସ ରେ କରିବାର ଅଛି। ସେଟାକୁ ଆମେ ଯେତେ ଆମେ ନିଜ ଜୀବନରେ କାର୍ଯ୍ୟ କରିବୁ, ଯଦି କ୍ରୋଧ ଆମେ ବହୁତ ଅଧିକ କରୁଛୁ ହେଲେ ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ। ଆମେ ଦିନ ସାରା ମଧ୍ୟରେ 10 ଥର ଆମେ କ୍ରୋଧ କରୁଛୁ, ସେଇଟା କଣ ହେବ, ବାକ୍ୟ ପଢିବୁ, ପ୍ରାର୍ଥନା କରିବୁ, ପରମେଶ୍ୱରଙ୍କର ସଙ୍ଗତିରେ କ୍ରୋଧ କାଲିକୁ 9ଟା ହେଇଯିବ, ପରଦିନ 7ଟା ହେଇଯିବ। କମି 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 କିଛି ସମୟ ଆସିବ ସେଇଟା ପୁରା ଜିରୋ ହେଇଯିବ। ସେଇଟା ହେଲା ଆମର ସିଦ୍ଧ ଜୀବନ ହେବ। ହେଲେ ଏଇଟା ଗ୍ରହଣ କଲୁ, ପରିତ୍ରାଣ ପାଇଲୁ, ଉଦ୍ଧାର ପାଇଲୁ, ମାତ୍ର ଏଇଟା ଖ୍ରୀଷ୍ଟୀୟ ଜୀବନଟା ଗୋଟେ ପ୍ରୋସେସ ଅଟେ, ଏକାଥରକେ ହେଇଯିବ ନାହିଁ। ଆମକୁ ଡିସିଜନ ନେବାର ଅଛି କି ମୁଁ ମିଛ କହୁଛି, ତାମାନେ ଆଜିଠୁ ମୁଁ ମିଛ କହିବିନି। କାଲିକୁ ମୁଁ ଯଦି ଦିନ ମଧ୍ୟରେ 100ଟା ମିଛ କହୁଥିଲି 99 ହେବ, ତାର ଦିନକୁ 98 ହେବ, ତାର ଦିନକୁ 97 ହେବ। ଏଇଭଳି ପ୍ରକାରରେ ଆସ୍ତେ 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 ଆମେ କଣ କରିବୁ, ସିଦ୍ଧତା ଆଡକୁ ଯିବୁ। ଏଇଟା ହେଲା ଡିସିଜନ, ଜଖେଇ ଯୋଉଟା ଡିସିଜନ ନେଲା। ଥର୍ଡଲି ଡେଷ୍ଟିନି, ସେ କୁଆଡେ ମୁଁ ଯିବି, ସେ ତ ଡିସିଜନ ନେଇ ନେଲା କି ହଁ ମୁଁ ଆଜିଠୁ ମିଛ କହିବିନି, ମାତ୍ର ତାପରେ ମୁଁ ପ୍ରଭୁଙ୍କର ଇଚ୍ଛା ଅନୁସାରେ ମୁଁ ନିଜ ଜୀବନକୁ କ୍ଷେପଣ କରିବି। ଏଇଟା ହେଲା ତାର ଡିସିଜନ ହେଲା। ଆଉ ଆଜି ଆମକୁ ମଧ୍ୟ ସେଇ ଡିସିଜନଟା ନେବାର ଅଛି କି ଆମର ଯୋଉ ଜୀବନଟା ଚାଲୁଛି, ଅନ୍ୟ ପ୍ରତି ଈର୍ଷା, ଅନ୍ୟ ବିଷୟରେ ଚୁଗଲି କରିବା ବା ଅନ୍ୟର ବଢୋତ୍ରୀ ଦେଖିକି ହେବା, କ୍ରୋଧ ଯୋଉ ଆମ ଭିତରେ ଲୁଚିକି ଅଛି, ନା ସ୍ୱାମୀ ଜାଣିପାରିବ, ନା ଜାଣିପାରିବ, ନା ଛୁଆ ପିଲା ଜାଣିପାରିବେ, କେବଳ ପରମେଶ୍ୱର ଜାଣନ୍ତି କି ଆମ ଇନସାଇଡ ହାର୍ଟ ରେ କଣ ଲୁଚି ଅଛି, କୋଉ ପ୍ରତି ଆମର ଦୁର୍ବଳତା ଅଛି, ସେଇ ଜିନିଷଟା କେବଳ ପରମେଶ୍ୱର ଜାଣନ୍ତି। ସେଇ ଦୁର୍ବଳତାକୁ ଆମେ ସରେଣ୍ଡର କରିବା, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା, ବାକ୍ୟ ପ୍ରତି ଆମେ ଆଉ ଅଧିକ ମନୋଯୋଗୀ ହେବା, ଯଦ୍ୱାରା ପରମେଶ୍ୱର ଆମର ସେଇ ଦୁର୍ବଳତା ଗୁଡାକୁ ଦିନକୁ ଦିନ ରିଡ୍ୟୁସ କରିକି ଆମକୁ ଦିନେ ପୁରା ପରଫେକ୍ଟ ସିଦ୍ଧ କରିବେ, ଯୋଉଟା କି ପରମେଶ୍ୱର ପ୍ରଭୁ ଯୀଶୁ ନିଜ କନ୍ୟା ରୂପୀ ଇଏକୁ ନେବା ପାଇଁ ଆସିବେ। ଆଉ ସେଇଟା ହେଲା ଆମର ଡେଷ୍ଟିନି ହେବାର ଅଛି। ଦିନେ ଆମେ ତାଙ୍କ ସହିତ ସ୍ୱର୍ଗରେ ଆମେ ଉଠାଇ ନିଆଯାଇ ପାରିବୁ। ହାଲେଲୁୟା। ପ୍ରଭୁ ଏଇ ବାକ୍ୟ ଦେଇ ସମସ୍ତଙ୍କୁ ବହୁଳ ଭାବରେ ଆଶୀର୍ବାଦ